ଆପଣ ପରିଚୟ ରଖନ୍ତୁ। ମୁଁ ଆମ ଡିମିରି ଗ୍ରାମ ଗ୍ରାମରେ ଗୋଟେ କମିଟି କରାଯାଇଛି। ସେ କମିଟିର ମୁଁ ହେଉଛି ସଭାପତି। ସେ ଆମର 16 ସଦସ୍ୟ ଅଛନ୍ତି। ଆମେ ଏଇ ଗ୍ରାମ କମିଟି ତରଫରୁ ତଥା ଆମ ଗ୍ରାମବାସୀଙ୍କ ସହଯୋଗରେ ଚିନ୍ତା କରାଗଲା ବର୍ତ୍ତମାନ ଆମର ଯେଉଁ ଦୟାନଦୀ ପ୍ରଦୂଷିତ ହୋଇଛି, ଦୟାନଦୀକୁ ଆବାହନ କାଳରୁ କେବେ ସୃଷ୍ଟି ହୋଇଥିଲା ସେବୁଠୁ ପ୍ରଭାବିତ ହୋଇ ତା'ର ଇତିହାସ ବି କିଏ କହିପାରିବନି କେବେ ଦୟାନଦୀ ସୃଷ୍ଟି ହୋଇଛି। କିନ୍ତୁ ସେବେଠାରୁ ଇଏ ଅନ୍ୟ ଅଞ୍ଚଳ ସହିତ ଆମ କଣାସ ଅଞ୍ଚଳର ଏଠି ଜୀବନରେଖା ଆମର କୃଷିରେ କୁହନ୍ତୁ, ଜଳସେଚନରେ କୁହନ୍ତୁ, ବିପଣନରେ କୁହନ୍ତୁ, ନୌବାଣିଜ୍ୟରେ କୁହନ୍ତୁ, ପ୍ରତ୍ୟେକରେ ଦୟାନଦୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତା'ର ଇତିହାସ ବହୁତ ପୁରୁଣା। ଦୟାନଦୀର ଆମର ସଂସ୍କୃତି, ସଭ୍ୟତା, ଆମର ସମୃଦ୍ଧି ଏବଂ ଆମ ଜୀବନ ଜୀବିକା ସବୁ ସହିତ ଦୟାନଦୀ ସଂଶ୍ଳିଷ୍ଟ। କିନ୍ତୁ କ୍ରମଶଃ ଦେଖାଯାଉଛି ଏ ଦୟାନଦୀ ଜଳ ପ୍ରଦୂଷିତ ହେବାରେ ଲାଗିଛି। ଇଏ ଆମକୁ ଦିନେ ଜୀବନ ଦେଉଥିଲା, ସେ ବର୍ତ୍ତମାନ ଜୀବନ ନାଶକାରୀ ହେଲାଣି। ତା'ର ଅବସ୍ଥା ବିପନ୍ନ ହେଲାଣି। ତେଣୁ ତା'ର ସୁରକ୍ଷା ନିହାତି ଦରକାର। ଆପଣ ଜାଣିଥିବେ ବର୍ତ୍ତମାନ ଆମ ଶରୀର ହେଉଛି ପଞ୍ଚମହାଭୂତର ସୃଷ୍ଟି। ଜଳ, ଆପ୍, ତେଜ, କ୍ଷତି, ମରୁତ, ବାୟୁ ସବୁଗୁଡ଼ିକ ଆଜି ପ୍ରଦୂଷିତ। ଆକାଶ କୁହନ୍ତୁ, ମାଟି, ଅଗ୍ନି, ଜଳ ସବୁ ପ୍ରଦୂଷିତ। କହୁଛି କିଏ? ମଣିଷ ତା'ର ଅତ୍ୟଧିକ ଲୋଭ, ଅତ୍ୟଧିକ ବଡ଼ିମା ଦେଖିବା ପାଇଁ ସେ ସମଗ୍ର ପ୍ରକୃତିକୁ ଧ୍ୱଂସ କରି ଚାଲିଛି। ପ୍ରକୃତିରୁ ଆମେ ସୃଷ୍ଟି ହେଇଛେ। ଆଗେ ସେଇଥିପାଇଁ ଆମ ବେଦରେ ମୁନିଋଷିମାନେ ଗୋଟେ ପ୍ରକୃତି ପୂଜନର ବ୍ୟବସ୍ଥା ଥିଲା। ଗଛକୁ ପୂଜା କରାଯାଉଥିଲା, ପାହାଡ଼କୁ ପୂଜା କରାଯାଉଥିଲା, ନଦୀକୁ ପୂଜା କରାଯାଉଥିଲା, ସମୁଦ୍ରକୁ ପୂଜା କରାଯାଉଥିଲା। ଏଇଥିପାଇଁ ଯେ ଯେହେତୁ ଆମେ ନଥିଲେ ଆଉ ବି ନଥିବା। କେବେ ଆମେ ନଥିଲେ କେବେ ସୃଷ୍ଟି ହେଇଛି। ଯେଉଁଠି ସୃଷ୍ଟି ହେଇଛି ତାକୁ ଆମେ ନଷ୍ଟ କରୁଛେ। ସେଥିପାଇଁ ସେ ମୁନିଋଷିମାନେ ଗୋଟେ ପ୍ରକୃତି ପୂଜନର ବ୍ୟବସ୍ଥା କରିଥିଲେ। ଆମେ ଆମ କମିଟି ସଭ୍ୟମାନେ ସମସ୍ତେ ବସି ଗୋଟେ ନିଷ୍ପତ୍ତି କଲେ ଯେ ଦୟାନଦୀ ଜଳ ବର୍ତ୍ତମାନ ପ୍ରଦୂଷିତ, ତା ପାଇଁ ଗୋଟେ ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରିବା। ଯେ ଆମେ କରିଦେଲେ ଯେ ଏ ସମ୍ପୂର୍ଣ୍ଣ ସଚେତନ ହେଉ ତାହା ନୁହେଁ। କିନ୍ତୁ ଆପଣ ଜାଣନ୍ତି ଗୁଣ୍ଡିଚି ମୂଷାଟିଏ ଯେଉଁ ବାଲିବନ୍ଧ, ଏ ସେତୁ ବନ୍ଧରେ ବାଲି ଛାଡ଼ି ଦେଉଥିଲା। ତା'ର ତ କ'ଣ ସେ ବନ୍ଧଟା କମ୍ପ୍ଲିଟ୍ ହୋଇପାରିଥାନ୍ତା କି? କିନ୍ତୁ ତା'ର କିଛି ଅଂଶ ଯୋଗଦାନ ଥିଲା। ଆମେ ଯଦି ଏଇଭଳି ଭାବରେ ପ୍ରତ୍ୟେକ ଗାଁ ସଚେତନ ହେବେ, ଏ ନଦୀର ସୁରକ୍ଷା କରିବେ, ତାହେଲେ ଆଗାମୀ ଦିନରେ ଆମର ଆଗାମୀ ପିଢ଼ି ଆସୁଛନ୍ତି ତାଙ୍କ ପାଇଁ ଏ ଜଳ ଆଉ ଜହର ନ ହୋଇ ଏ ଅମୃତ ହେବ। ଏଇ ଚିନ୍ତା ରଖି ଗୋଟେ ଆଧ୍ୟାତ୍ମିକ ପବିତ୍ର ଆଧ୍ୟାତ୍ମିକ କାମ ସହିତ ଆମେ ଇଏ ସଚେତନତା କାର୍ଯ୍ୟକୁ ଯୋଡ଼ି ଦେଇ এই କାର୍ଯ୍ୟକ୍ରମটি ଆଜି କରିଥିଲୁ। ଏଥିରେ ଆମ ଗ୍ରାମ, ଆମ ପାଖାପାଖି ଗ୍ରାମ, ଏଠି ଯେଉଁଠି ହେଉଛି ଯେ ନୂଆ ଦୋକନ୍ଦା ସେ ଗ୍ରାମ, ବିଶାଳପଡ଼ା, ଜଳିଆପଡ଼ା, ଗାଣ୍ଡପଡ଼ା, ବେଳାଙ୍ଗା, ଆମ ପାଖାପାଖି କଣାସ, ଏ ସମସ୍ତ ଗ୍ରାମର ଗ୍ରାମବାସୀମାନେ ମୁରବୀମାନେ ସହଯୋଗ କରିଥିଲେ, ଆର୍ଥିକ ସାହାଯ୍ୟ ବି ଦେଇଥିଲେ। ତେଣୁ ଏ କାର୍ଯ୍ୟଟି ଆପଣ ତ ଦେଖୁଥିବେ ସମ୍ପୂର୍ଣ୍ଣ ସଫଳ ହେଇଛି। ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ବହୁତ ବଡ଼। ଜଗନ୍ନାଥ। ମୁଁ ହେଉଛି ଡିମିରି ଗ୍ରାମ୍ୟ କମିଟିର ଜଣେ ସଭ୍ୟ। ଆମର ଡିମିରି ଗ୍ରାମରେ 16 ଜଣିଆ କମିଟି ଗୋଟେ ଗଠନ କରାଯାଇଛି। ମୋ ପୂର୍ବରୁ ତ ସଭାପତି ମହୋଦୟ କହୁଥିଲେ, ଆମେ ପ୍ରସ୍ତାବ ନେଇଥିଲୁ ଦୟା ଆଳତୀ କରିବା ପାଇଁ। ଏହା ପୂର୍ବରୁ ଆପଣମାନେ ଭଲ ଭାବେ ଜାଣିଛନ୍ତି, ଇଲେକ୍ଟ୍ରୋନିକ୍ସ ମିଡ଼ିଆ, ପ୍ରିଣ୍ଟ ମିଡ଼ିଆରେ ବି ଆପଣମାନେ ବାହାର କରିଛନ୍ତି, ଏହି ଜଳ ସେବନ କରିକିରି 7 ଜଣଙ୍କର ମୃତ୍ୟୁ ହେଇଛି ଡାଇରିଆରେ। ସେଥି ନେଇକରି ଏହା ପୂର୍ବରୁ ଆମେ ଗ୍ରାମବାସୀମାନେ ଧାନ ଆଦାୟ କରି ସେତେବେଳେ ନଈ ବଢ଼ିରେ ମେଲାଣି ଦିଆଯାଉଥିଲା। ସଂକୀର୍ତ୍ତନ ହେବ, ବଡ଼ ମୁଆଁ ହେବ। ଏହି ଡଙ୍ଗାରେ ଏହି ଦୟା ନୂଆ ଦୋକନ୍ଦା ବେହେରା ସାହିର ଭାଇମାନଙ୍କର ସହାୟତାରେ ମଝିରେ ଯାଇ ସଂକୀର୍ତ୍ତନ କରି ଆଳତୀ କରିକିରି ମୁଆଁ ବିସର୍ଜନ କରାଯାଏ। ଜଳ ବହୁଳେ ସୃଷ୍ଟିନାଶ, ଜଳ ବିହୁନେ ସୃଷ୍ଟିନାଶ। ଇଏ ଆମର ଜୀବନଧାରା। ଆମର ମାଆର ଆଳତୀ ପାଇଁ ଯେଉଁ ସଂକଳ୍ପ ନିଆଯାଇଥିଲା, ଆଜି ଆମେ ସେଥିରେ ସକ୍ସେସ୍ ହେଇଛୁ। ଆମକୁ ସହଯୋଗ କରିଥିଲେ IIC କଣାସ ଆଡ଼ିସନାଲ ତହସିଲଦାର ମହୋଦୟ ଆସିକିରି ଆମ ଗହଣରେ ଥିଲେ। ଗୋଟେ ସୋସିଆଲ ମେସେଜ କ'ଣ ହେବ ଯେ କି ଯେଉଁ ଆମ ଗାଁ ପାଖ ଅଞ୍ଚଳର ଅଛନ୍ତି, ନଦୀକୂଳିଆ ଅଞ୍ଚଳ ଯେଉଁମାନେ କି ଦେଖିଥିବେ ମୃତ୍ୟୁବରଣ କରୁଛନ୍ତି ଏ ପାଣିକୁ ବ୍ୟବହାର କରିକି, କ'ଣ ଗୋଟେ ମେସେଜ ଯିବ କି ଏଇ ଗୋଟେ ଯେ ଏଇ ଯେଉଁ ଗୋଟେ ପରମ୍ପରା ଆଜି ହେଲା, ଗୋଟେ ସଚେତନ କାର୍ଯ୍ୟକ୍ରମ ହେଲା, କ'ଣ ତା ସହିତ କ'ଣ ପ୍ରଭାବ ପଡ଼ିବ ଅଞ୍ଚଳବାସୀ? କାରଣ ଆମର ଯେତେକ ନଈକୂଳିଆ ଗ୍ରାମବାସୀ ଦୟା ନଦୀ ଉପରେ ସମସ୍ତେ ନିର୍ଭରଶୀଳ। ଦୟାର ପାଣି ପିଇବା, ଦୟା ପାଣିକି ବ୍ୟବହାର କରିବା, ଫସଲ କରିବା, ସବୁଥିରେ ବ୍ୟବହାର କରନ୍ତି। ଗଙ୍ଗୁଆର ଯେଉଁ ମାନେ ଖରାପ ପାଣି ଆମର ଦୟା ନଦୀକି ଖରାପ କରିଛି ଏବଂ
ଏଠି ବସା ପକେଇ ତା ଦେହରେ ଯେଉଁ ମଲା ଶବ ଯାହା ଭାସୁଛି ତା ଦେହରେ ପକାଉଛନ୍ତି ୟାର ବିଶୁଦ୍ଧତା ବଢ଼ିଯାଉଛି, ଶୁଦ୍ଧତା ହେଉନାହିଁ। ସେଥିନେଇ ଶୁଦ୍ଧ ଏବଂ ନିର୍ମଳ ରଖିବା ପାଇଁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଏବଂ ଗ୍ରାମ ପାଖ ଭାଇମାନଙ୍କୁ କହୁଛୁ ଦୟା ଜଳକୁ ସଫା ରଖି ନିର୍ମଳ କରନ୍ତୁ ଏବଂ ବ୍ୟବହାର କରନ୍ତୁ। ଆମର ସେ ବ୍ୟବହାର ଯୋଗ୍ୟ ହେଉ ଆଉ ଆମେ ତାକୁ ବ୍ୟବହାର କରିକିରି ଆମ ଜୀବନ ସୁରକ୍ଷା ରଖିବା, ଆଜ୍ଞା ଧନ୍ୟବାଦ, ବଞ୍ଚେଇ ରଖିବା।